ओके स्टूडेंट ଏବେ ହଉଛି ରିଭିଜନ କ୍ଲାस 3 ଯୋଉଟା କି ରିଭିଜନ ଆଜି ତମମାନଙ୍କୁ शेड्यूल ଦେଇଥିଲେ ସମସ୍ତେ କମ୍ପ୍ଲିଟ କରିଛି ଇଏ ସମୟ ଆଜି ଯୋଉ ରିଭିଜନ ର शेड्यूल ମୁଁ ତମମାନଙ୍କୁ ଗ୍ରୁପ ରେ ଦେଇଥିଲି ସମସ୍ତେ କମ୍ପ୍ଲିଟ କରିଛି ଇଏ ସମୟ ଦେଖ ରିଭିଜନ ର ଅପଲୋଡ ଟା ମୁଁ କେବଳ ୟୁଟ୍ୟୁବ ରେ କରିବି ତ ଗୋଟେ କ୍ଲାସ ଅପଲୋଡ ହେଇନି ସେଟା ତମକୁ ଦିଆଯିବ କିନ୍ତୁ ରିଭିଜନ ର ଅପଲୋଡ କିଛି ମତଲବ ନଥାଏ କାହିଁକି ନା ତମେ ଏଇଠି ହିଁ ରିଭିଜନ କରିଦେଲ। ଆଚ୍ଛା ଯୋଉମାନେ ରିଭିଜନ କରନା କାହିଁକି କରନା ମୁଁ ଜାଣିନି ଫିର ବି ଟ୍ରାଏ କର ଆଜି ତୁମମାନଙ୍କୁ ସେଟା କମ୍ପ୍ଲିଟ କରିବା ପାଇଁ। ଯେ ଆଜିର ଯୋଉ କ୍ଲାସ ଆମେ ଡିସ୍କସନ କରିବା ଏକ୍ସାମ ଆଜି ତମକୁ ମନେ ରଖ 1 ତାରିଖ ଅଛି 15 ତାରିଖ ଦିନ ଯୋଉ ଏକ୍ସାମ ହଲରେ ହୋଇଥିବ ଆଜିର କ୍ଲାସ ରୁ ମ୍ୟାକ୍ସିମମ୍ 2 ମିନିମମ୍ ଗୋଟିଏ କ୍ୱେଶ୍ଚନ ଡେଫିନେଟଲି ପାଇବ। ଆଜିର ଯୋଉ କ୍ଲାସ ଆମେ ଡିସ୍କସନ କରିବା ତୁମମାନଙ୍କ ମନସୁନ ଲାଲିନୋ ଏଲିନୋ ଆଉ ତୁମମାନଙ୍କର ଯୋଉ ରହିଲା କିସ ନା ଓସେନ କରେଣ୍ଟ ଏ ସମସ୍ତ ଉପରେ ଆଜି ଡିସ୍କସନ କରିବା ଯୋଉଟା କି ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଷ୍ଟୁଡେଣ୍ଟ ମାନଙ୍କର ଡାଉଟ୍ ଅଛି। 25 ପିଲାଙ୍କୁ ଏ କ୍ଲାସର ଲିଙ୍କ ଦେଇଛି ତୁମେ କ୍ଲାସକୁ ଲାଇଭ ଦେଖିବ କୌଣସି ନୋଟ କରିବା ଦରକାର ନାହିଁ ବିକଜ ଅଫ ଗୋଟେ ବେସିକ ଆଇଡିଆ ଆସିଯିବ ଯେତେବେଳେ ତୁମମାନଙ୍କୁ ଏଟା ପଢାଯିବ ସେତେବେଳେ ଆହୁରି କ୍ଲିୟର ହେଇଯିବ। ତ ରେଡି ଅଛି ସମସ୍ତେ କ୍ଲାସକୁ ଷ୍ଟାର୍ଟ କରିବା। ଦେଖ ଅଲରେଡି ଏ କ୍ଲାସ ଟା ମୁଁ ତୁମମାନଙ୍କୁ ରାପିଡ ଫାୟାର ରେ ପଢେଇଥିଲି କିନ୍ତୁ ମୁଁ ଦେଖେଇ ଦଉଛି ଯୋଉଟା କି ତମର କ୍ଲାସ କେତେ ରାପିଡ ଫାୟାର ସବା ଲାଷ୍ଟ କ୍ଲାସ ଟେମ୍ପରେଚର ବେଲ୍ଟ ଅଫ ଦ ୱାର୍ଲ୍ଡ ଏଟା ହଉଛି ମନସୁନ ର କ୍ଲାସ କିନ୍ତୁ ଏଥିରେ ତମମାନଙ୍କୁ ମୁଁ ଅପଲୋଡ କରିନଥିଲି କୋଉଟାକ ନା ତୁମମାନଙ୍କର ଯୋଉଟାକ କି କହିବ ଓସେନ କରେଣ୍ଟ ଆଉ ଲାଲିନୋ ଏଲିନୋ କିନ୍ତୁ ଆଜିର କ୍ଲାସ ପରେ ଏଇ ଫାଇଲ ର ତଳେ ଏଟା ଅପଲୋଡ କରାଯିବ ୱିଥ ପିଡିଏଫ ସହିତ। ଆଚ୍ଛା ଆଜିର ବର୍ତ୍ତମାନ ପିଡିଏଫ ସମସ୍ତଙ୍କୁ ମାନେ ଶୋ ହଉଛି ବର୍ତ୍ତମାନ କ୍ଲାସର ପିଡିଏଫ ସମସ୍ତଙ୍କୁ ଶୋ ହଉଛି ଦେଖ ସେଇ ଯୋଉ କ୍ଲାସରେ ମୁଁ ତମକୁ ଯୋଉଟାକୁ ପଢେଇଥିଲି ସେଇ କ୍ଲାସକୁ ଟିକେ ସ୍ପିଡରେ ନେବି ଟୁ ଦ ପଏଣ୍ଟରେ ନେବି ଓକେ ଆଉ ଯୋଉ ପିଡିଏଫ ଟା ମୁଁ ତମମାନଙ୍କୁ ଦେଇଲି ଆଫ୍ଟର କ୍ଲାସ ପରେ ସେ ପିଡିଏଫ ଟା ତମମାନଙ୍କୁ ପାଇଯିବ। ଏ ପିଡିଏଫ ଟା ୟୁଟ୍ୟୁବରେ ଅପଲୋଡ ହେବା ସହିତ ଏଟା ଏଇ ଫାଇଲରେ ତଳେ ବି ଅପଲୋଡ କରିବି କାହିଁକି ନା ଏଟା ଗୋଟେ ପାର୍ଟ ତା ଅଣ୍ଡରରେ ଆସୁଛି। ଆଚ୍ଛା तो डिस्कशन स्टार्ट करियो बोलना टेम्परेचर बेल्ट ऑफ द वर्ल्ड। तो वर्ल्ड रे हम जो टेम्परेचर बेल्ट रहुछि को डिग्री रे को टेम्परेचर वर्ल्ड बेल्ट रहुछि सेटा हम पे इंपोर्टेंट जेंति तुमनकर इक्वेटोरियल क्लाइमेट साधारणतः 10 डिग्री नॉर्थ रो साउथ भीतर रहुछि ट्रॉपिकल क्लाइमेट 23.5 डिग्री नॉर्थ और साउथ भीतर रहुछि सब ट्रॉपिकल क्लाइमेट क्लाउड रहुछि टेम्परेचर बेल्ट तुमर रहुछि ए जो बेल्ट सब रहुछि खाली तुमको जानिबार अछि এটা এতে ইম্পর্টান্ট নহে এক্সাম পয়েন্ট অফ ভিউ রে যে কোউ ডিগ্রি রে কোউ বেল্ট হচ্ছে কিন্তু আমি এক্সাম পয়েন্ট অফ ভিউ রে ଯିବା ଯୋଉଟା କି ତୁମମାନଙ୍କୁ ହେଲ୍ପ କରିବ ଆଉ ଯୋଉଟା କି ତୁମମାନଙ୍କୁ ଡାଇରେକ୍ଟ କ୍ୱେଶ୍ଚିନ୍ ଆସିବାର ଚାନ୍ସ ରହିବ ତା ସହିତ ଆଜି ବି ମୁଁ ତୁମମାନଙ୍କୁ ପ୍ରିଭିୟସ ଇୟର କ୍ୱେଶ୍ଚିନ୍ ମନସୁନକୁ ନେଇକି ଆସିଥିବା କ୍ୱେଶ୍ଚିନ୍ ମଧ୍ୟ ଡିସ୍କସନ କରିବି ୟୁପିଏସସି ଆଉ ଓପିଏସସି ରେ ଆସିଥିବା କ୍ୱେଶ୍ଚିନ୍। ତାପରେ ଆସିଲା କୋରିଆଲିସିସ୍ ଫୋର୍ସ। ତ ପ୍ରଥମ କଥା ବୁଝିବାର ଅଛି ହ୍ୱାଟ ଇଜ ଦ କୋରିଆଲିସିସ୍ ଫୋର୍ସ। ତ କୋରିଆଲିସିସ୍ ଫୋର୍ସ କୁ ବୁଝିବା ପୂର୍ବରୁ ମୁଁ ତମକୁ ଗ୍ଲୋବ ପ୍ରଥମେ ଦେଖୁଛି ଯେତେବେଳେ ଆମେ ଗୋଟେ ଗ୍ଲୋବ ହଉଛି ଆମ ପୃଥିବୀ ଯେତେବେଳେ ପୃଥିବୀଟା ବୁଲୁଛି ଯେତେବେଳେ ପୃଥିବୀଟା ଘୁରୁଛି ପୃଥିବୀ ସହିତ ପୃଥିବୀର ଆର୍ଥ କୁ ସହିତ କନେକ୍ଟ ହେଇକି କିଏ ରହୁଛି ନା ତୁମର କ୍ଲାଇମେଟ ରହୁଛି ବା ଏୟାର ରହୁଛି ତ ପୃଥିବୀ ଘୁରିବା ସହିତ ସେ ଏୟାର ମଧ୍ୟ ଘୁରୁଥାଏ ଯାହା ଦ୍ୱାରା କଣ ସୃଷ୍ଟି ହେଇଥାଏ ନା କୋରିଆଲିସିସ୍ ଫୋର୍ସ ଯୋଉଟା କି ବେଶୀ ସେ କ୍ଲାସରେ ମୁଁ ତୁମମାନଙ୍କୁ ଏକ୍ସପ୍ଲେନ କରିଥିଲି ତ ଏଟାକୁ ସର୍ଟରେ ବର୍ତ୍ତମାନ ତୁମମାନଙ୍କ ସହିତ ଡିସ୍କସନ କରୁଛି ଦେଖ ସାଧାରଣତଃ ଡିଫ୍ଲେକ୍ସନ ବାଇ ଦ ଆର୍ଥ ରୋଟେସନ ତ ଆର୍ଥ ର ରୋଟେସନ ଦ୍ୱାରା କଣ ସୃଷ୍ଟି ହେଇଥାଏ କୋରିଆଲିସିସ୍ ଫୋର୍ସ ର ସୃଷ୍ଟି ହେଇଥାଏ ତ ଯୋଉ କୋରିଆଲିସିସ୍ ଫୋର୍ସ କୁ ମାନେ ଫାଉଣ୍ଡେଡ ବାय ଜିଜି କୋରିଆଲିସିସ୍ ଯିଏ ତୁମମାନଙ୍କୁ କୋରିଆଲିସିସ୍ ଫୋର୍ସ ଦେଇଥିଲେ ମନେ ରଖ ଅଛି ହଁ ତ ଏଇଟା ଜିନିଷ ମନେ ରଖ ଇଫେକ୍ଟ ଅଫ ଦ କୋରିଆଲିସିସ୍ ଫୋର୍ସ ଅପ୍ ଟୁ 32 କିଲୋମିଟର ତ ଆମେ ଯେତେବେଳେ ଯେତେ ଉପରକୁ ଯିବା ଆମ କୋରିଆଲିସିସ୍ ଫୋର୍ସ ସେତେ କମି କମି ଆସିବ ଆଉ ଗୋଟେ ଜିନିଷ କହୁଛି କୋରିଆଲିସିସ୍ ଫୋର୍ସ ର ଇଫେକ୍ଟ ଟା ମ୍ୟାକ୍ସିମମ୍ କେତେ କିଲୋମିଟର ପର୍ଯ୍ୟନ୍ତ ରହୁଛି ନା 32 କିଲୋମିଟର ପର୍ଯ୍ୟନ୍ତ ରହୁଛି। ଦେଖ ତ ନର୍ଥ ହେମିସ୍ଫିୟର ସାଧାରଣତଃ ତୁମର ଯୋଉ କୋରିଆଲିସିସ୍ ଫୋର୍ସ ର ଇଫେକ୍ଟ ଟା ରାଇଟ ହ୍ୟାଣ୍ଡ ସାଇଡ ଯାଏ ତ ଇଏ ଯଦି ଆମ ପୃଥିବୀ ରୁହେ ଇଏ ଯଦି ଆମ ପୃଥିବୀ ରୁହେ ଏଟା ହଉଛି ନର୍ଥ ସାଇଡ ଏଟା ହଉଛି ସାଉଥ ସାଇଡ ତ ନର୍ଥ ସାଇଡ ରେ କୋରିଆଲିସିସ୍ ଫୋର୍ସ ର ଇଫେକ୍ଟ ଟା କୁଆଡୁ ଘଟିଯାଏ ନା ତୁମମାନଙ୍କର ରାଇଟ ହ୍ୟାଣ୍ଡ ସାଇଡ ଆଉ ସାଉଥ ସାଇଡ ତୁମର ଇଫେକ୍ଟ ଟା କୁଆଡୁ ରୁହେ ନା ତୁମର ସାଧାରଣତଃ କିସ ରୁହେ ନା ଲେଫ୍ଟ ହ୍ୟାଣ୍ଡ ସାଇଡ କୁ ହୁଏ ଓକେ ଲେଫ୍ଟ ହ୍ୟାଣ୍ଡ ସାଇଡ ଆଡକୁ ହେଇଥାଏ। ଦେଖ ଯେତେବେଳେ ତୁମେ ଏଇଠି ଦେଖୁଥିବ ଯେତେବେଳେ ମୁଁ ତମକୁ ଆଗରୁ ମନସୁନ ପଢେଇଥିଲି ମୁଁ ତମକୁ କହିଥିଲି ଯେ ଆମ ଭାରତକୁ ବା ଆମ ଇଣ୍ଡିଆକୁ ଯୋଉ ଓଡିଶାକୁ ହଉ ବା ସେଠି ଆମର ଭାରତକୁ ଯୋଉ ମନସୁନ ଆସୁଛି ସେଟା କୋଉ ପ୍ରକାର ମନସୁନ ଆମେ କହିଥାଉ ଯୋଉ ମନସୁନ ଆସୁଛି ଆମେ କୋଉ ପ୍ରକାର ମନସୁନ କହିଥାଉ ସାଉଥ ୱେଷ୍ଟ ମନସୁନ ବୋଲି ଆମେ କହିଥାଉ ୟେସ୍ ଅର୍ ନୋ କଣ କହିଥାଉ ସାଉଥ ୱେଷ୍ଟ ମନସୁନ ବୋଲି କହିଥାଉ ଆଉ ଏ ସାଉଥ ୱେଷ୍ଟ ମନସୁନ ଟା କେମିତି ଆସୁଛି ଏମିତି ହିଁ ଆସୁଛି ସାଉଥ ୱେଷ୍ଟ ମନସୁନ ଟା
ତ ମୁଁ ସେଇଠି ତମକୁ କହିଥିଲି କାହାର ଇଫେକ୍ଟ ଆସୁଛି ନା ତୁମମାନଙ୍କର ଏଟା କୋରିଓଲିସିସ୍ ଫୋର୍ସ ଇଫେକ୍ଟ ଆସୁଛି। ତ ଏଇଠି କ୍ଲିୟର ହବ ଯେ ନର୍ଥ ସାଇଡ ରେ କୋରିଓଲିସିସ୍ ଫୋର୍ସ ର ଇଫେକ୍ଟ ଟା ରାଇଟ ସାଇଡ କୁ ଥିଲାବେଳେ ସାଉଥ ସାଇଡ ରେ କୋରିଓଲିସିସ୍ ଫୋର୍ସ ର ଇଫେକ୍ଟ ଟା ଲେଫ୍ଟ ସାଇଡ କୁ ଥାଏ। ଓକେ, ଇଟ ଆକ୍ଟ ପରପେଣ୍ଡିକୁଲାର 90 डिग्री ऑन द विंड। तो विंड ऊपर से 90 डिग्री परपेंडिकुलर आकर फोर्स को अप्लाई करे। कोरियोलिसिस फोर्स मिनिमम एट इक्वेटर मैक्सिमम एट द पोल। बस उल्टे दिन हाँ, मिनिमम एट इक्वेटर मैक्सिमम एट पोल, ठीक है। तो ये से कहना चाहूँ जे कोरियोलिसिस फोर्स का मिनिमम टा कोन जगह था ना इक्वेटर था और सब अधिक कोड था ना तुम मन मैक्सिमम था पोल थे। आज स्टेटमेंट हिसाब से टू द पॉइंट हिसाब से ए क्वेश्चन रे तुम मन को पचारि पारे। अच्छा तापर जीवा हमें नेक्स्ट पॉइंट। तो एटा कोरिलेसिस फोर्स इफेक्ट देखौछि। ओके, এইটা ଥିଲା ପ୍ରେସର ବେଲ୍ଟ ଅଫ ଦ ୱାର୍ଲଡ। ଆମ ଭାରତରେ ବା ଆମ ପୃଥିବୀରେ କେତେ ଗୋଟି ପ୍ରେସର ବେଲ୍ଟ ଅଛି? କେତେ ଗୋଟି ପ୍ରେସର ବେଲ୍ଟ ଅଛି? ଦେଖ ପ୍ରେସର ବେଲ୍ଟ ମାନେ ଆମେ ସବୁବେଳେ ଜାଣିଛେ ୱିଣ୍ଡ ର ଗତି ସାଧାରଣତଃ କେଉଁ ପ୍ରେସର କେଉଁ ପ୍ରେସର ହେଇଥାଏ? ୱିଣ୍ଡ ର ଗତି ହାଇ ରୁ ଲୋ କୁ ହୁଏ ନା ଲୋ ରୁ ହାଇ ହୁଏ? ୱିଣ୍ଡ ର ମାନେ ଗତି ମନେ ରଖିବ, ୱିଣ୍ଡ ର ଗତି କୋଉଠୁ ହୁଏ? थैंक यू। हाई प्रेशर टू लो प्रेशर आड़ को गति करते हैं। तो आम प्रेशर बेल्ट केटा अच्छे मन रखियो, आमर चारि गोटी प्रेशर बेल्ट अच्छे। मझीटा हूँ किस ना इक्वेटर, मझीरे किस इक्वेटर। तो ये आसला कौन ना प्रथम आसला इक्वेटोरियल लो प्रेशर बेल्ट। तो आम देखिए ये कौन ना इक्वेटोरियल लो प्रेशर बेल्ट। ठीक ता ऊपर को रोचे सब ट्रॉपिकल हाई प्रेशर बेल्ट। सब ट्रॉपिकल हाई प्रेशर बेल्ट ऊपर रोचे सब पोलर लो प्रेशर बेल्ट। सब पोलर लो प्रेशर बेल्ट तापर आसला पोलर हाई प्रेशर रिजन। तो यह हूँ पोल तार अर्थ साधारणतः तुम ये तीर चिन्ह आकार तुम देखिए तो पूरा क्लीयरली। तो ये लक्ष्य कर साधारणतः केमी गति हो इठी आम को प्रेशर हो लो प्रेशर रोचे ना नहीं लो प्रेशर रोचे। तो ये को प्रेशर होची हाई प्रेशर। तो विंड रो गति कोड रोचे हाई टू लो रोचे। तो सब ट्रॉपिकल लो प्रेशर बेल्ट विंड रो गति कोड रोचे तुम हाई लो रोचे। तो साधारणतः आम मान पाखे चार गोटी प्रेशर बेल्ट थाए। और प्रेशर बेल्ट आम जो विंड थाए विंड रो गति सब हाई प्रेशर जोन रू लो प्रेशर जोन आड़ को जाए। आज स्टेटमेंट हिसाब से किसी भी तुम गोटे क्वेश्चन दे पारे। आर ब्रीफली डिस्कशन मु तुमको रैपिड फायर क्लास रे करथि जोटा कि तुमको स्टार्टिंग जो देखि देखो ट्रेड विंड रहला वेस्टर्नलिस रहला एबा सब दरकार नै खाली मन रखियो। हां एठी गोटे जिंस मन रखियो अछि जे साधारणतः टाइडल विंड ए जोन टा हम कोन कहूछि ना टाइडल विंड भी कहूछि। ओके बुझा पइला ए जो मझिरे जो गैप टा रहउछि कोन आको टाइडल विंड भी कहूछि। मझि पाटा को टाइडल विंड भी कहूछि। अच्छा आ इथर किछि मन रखियो दरकार नै खाली एति मन रखियो दरकार अछि। अच्छा तो एठी गोटे जिंस हमको बुझिबार अछि आईटीसीजेड। आईटीसीजेड तो आईटीसीजेड ର ଫୁଲ ଫର୍ମ ହଉଛି इंटर ट्रॉपिकल कन्वर्जेंस जोन। ଯାର ଅର୍ଥ आईटीसीजेड କହିଲେ କଣ ବୁଝିବ ଦେଖ এই ଯୋଉ ହଁ ଟ୍ରେଡ ୱିଣ୍ଡ ଇଏ ବି ଗୋଟେ ଟ୍ରେଡ ୱିଣ୍ଡ ଇଏ ଗୋଟେ ଟ୍ରେଡ ୱିଣ୍ଡ ଏଟା ନର୍ଥ ଟ୍ରେଡ ୱିଣ୍ଡ ସାଉଥ ଟ୍ରେଡ ୱିଣ୍ଡ। ଯେତେବେଳେ ଦିଟାକ ଟ୍ରେଡ ୱିଣ୍ଡ ଗୋଟିଏ ମଝିରେ ମିଶିଥାନ୍ତି ଯୋଉ ଇକ୍ୱେଟର ମିଶିଥାଏ ତ ଏଇଠି କଣ କ୍ରିଏଟ ହୁଏ ନା आईटीसीजेड क्रिएट हुए। बुझा पड़ा आईटीसीजेड टा केमती क्रिएट हुए ଯଦି ଆଜି ଷ୍ଟେଟମେଣ୍ଟ ହିସାବରେ ପଚାରୁଛି आईटीसीजेड ଟା କେମତି କ୍ରିଏଟ ହବ ପିଲେ? आईटीसीजेड मझे आईटीसीजेड आईटीसीजेड ଟା କଣ ଆସିଲା ନା ତୁମମାନଙ୍କର ଯୋଉ ରହେ ଟ୍ରେଡ ୱିଣ୍ଡ ଅଫ ନର୍ଥ ଆଉ ସାଉଥ କନଭରଜେଣ୍ଟ ତ ଦି ଜଣ ହଁ ମିଶୁଛନ୍ତି ତାକୁ ଆମେ କଣ କହୁଛେ ନା आईटीसीजेड ବୋଲି କହୁଛେ। ତାହେଲେ ହଁ ये ହେଲା ଇକ୍ୱେଟର ଉପର ହଉଛି କଣ ନା ନର୍ଥ ଟ୍ରେଡ ୱିଣ୍ଡ ତଳ ହଉଛି ସାଉଥ ଟ୍ରେଡ ୱିଣ୍ଡ। ଯେତେବେଳେ ଦିଟା ଟ୍ରେଡ ୱିଣ୍ଡ ଆସି ଗୋଟେ ଜାଗାରେ ମିଶୁଛନ୍ତି ଏ ଯୋଉ ମଝିଟାକୁ ଆମେ କଣ କହୁଛେ आईटीसीजेड। ସାଧାରଣତଃ ଏଇ ଯୋଉ आईटीसीजेड ରେ ସାଧାରଣତଃ 4 o'clock ଟାଇମ ରେ ଅତ୍ୟଧିକ ରେନଫଲ ହେଇଥାଏ। ଯେମିତି ତୁମର ଆମାଜନ ଜଙ୍ଗଲରେ ତୁମେ ଦେଖିବ ମାନେ ଆଫ୍ଟରନୁନ ଟାଇମ ରେ ଅତ୍ୟଧିକ ବର୍ଷା ହେଇଥାଏ। ଏବେ ଯିବା ନେକ୍ସଟ ପଏଣ୍ଟ ଯୋଉଟା କି ତମକୁ ଏଇଠି ଆଇପି ସେଡ୍ ର ଜେଡ୍ ର ତୁମକୁ ଇମେଜ ପୁରା କ୍ଲିୟର ଦେଖି ଦଉଛି ମଝିଟାକୁ ଆମେ କଣ କହୁଛେ आईटीसी जेड ବୋଲି କହୁଛେ। ଓକେ ଚଲ ଆଚ୍ଛା ତ ଏଇ ଯୋଉ ଆମର ଆଉ ତାପରେ ଆସିଲା
ଆଉ ଏଠି କିଛି ନାହିଁ, ଏଇ ପଏଣ୍ଟ ତମେ ସ୍କିପ୍ କରିପାରିବ, କିଛି ଆବଶ୍ୟକତା ଥିବ। ଓକେ। ଆଚ୍ଛା, ବର୍ତ୍ତମାନ ମୁଁ ଯୋଉ ପଏଣ୍ଟ ଉପରେ ଡିସ୍କସନ କରିବି, ବର୍ତ୍ତମାନ ଆସିଲା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଯୋଉଟା କି ଆମର ତୁମମାନଙ୍କର ସବୁଠୁ ଇମ୍ପୋର୍ଟାଣ୍ଟ, ଯାହା ତମେ କହୁଛ କଣ ନା ଏଲିନୋ, ଏଲି नो, ଆଉ ଗୋଟେ ଆସିଲେ ତମମାନଙ୍କର କିଏ ସେ ନା ସାଧା ସେ ଲାଲିନ, ଲା ନିନା। ଦେଖ, पूरा क्लियर, पूरा पूरा केयरफुली क्लास को करियो, जोटा कि आ भितर गोटे क्वेश्चन डेफिनेटली तुमको पचारियो। विभो पूर्व वर्ष मानकर यूपीएससी रे ऑलरेडी पचारिछि, ओपीएससी रे ମଧ୍ୟ ऑलरेडी पचारि सारिछि, तो पूरा केयरफुल पचारियो। तो बहुत सारा पिलांगे ए पॉइंट को डाउट ठीक। देखो, प्रथम पॉइंट होछि, आगो मु तुमको गोटे इमेज करछि, से इमेज को प्रथम बुझियो। ओके ओके। अच्छा, मु टिके एट तुमको मार्किंग कर दूची, एट तुम मानको मार्किंग करछ, एट आराम से तुम एटा बुझिছো। देखो, ମୁଁ ଖାଲି ତ ପଏंଟ କହିବି, ସେ ଜାଗାର ନାଁକୁ ବା ସେ ଜାଗାର ଲୋକେସନ ଟା ମତେ ଖାଲି କହିବୁ ଯେ ଆକ୍ଚୁଆଲି ତମେ କଣ କହୁଛ। ଓକେ, ତ ମତେ କୁହ ଆଗ ଆମେ କଣ କହୁଛି ବୋଲି, ଏ ଲୋକେସନ ଟା, ଏ ଲୋକେ ଆଗ ଏଟାକୁ ବୁଝିବା, ତାପରେ ତୁମେ ପୁରା କ୍ଲିୟର ହେଇଯିବ ଲା। ଏଟା ଆମେ କଣ କହୁଛେ, ନର୍ଥ ଆମେରିକା, କଣ କହୁଛେ ନର୍ଥ ଆମେରିକା। ଓକେ, ପୁରା କ୍ଲିୟର। ଆଚ୍ଛା, ଏଟା ଏଇ ଯୋଉ ପଏଣ୍ଟ ଆମେ କଣ କହୁଛେ, ତାକୁ ଆମେ କଣ କହୁଛେ, ସାଉଥ ଆମେରିକା, କଣ କହୁଛେ, ସାଉଥ ଆମେରିକା। ଥ୍ୟାଙ୍କ ୟୁ। ଆକୁ ଆମେ କଣ କହୁଛେ, ଏସିଆ। ଓକେ, ଆକୁ ଆମେ କଣ କହୁଛେ, ଆଫ୍ରିକା। ଓକେ, এটা হচ্ছে କଣ ନା ଅଷ୍ଟ୍ରେଲିଆ। ଏଇଠି ଗୋଟେ ଇମେଜ ଟିକେ ଏପଟ ସେପଟ ହେଇଗଲା, ମୁଁ କରିଦଉଛି ରୁ। ଓକେ, এটা হচ্ছে କଣ ନା ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆ। ଦେଖ, ମୁଁ ସାଧାରଣତଃ ତୁମକୁ ଦିଟା କଣ୍ଡିସନ କହୁଛି, ପୁରା କ୍ଲିୟର ସେ ବୁଝିବ। ସେ ସାଧାରଣତଃ ଏଟା ହଉଛି ବର୍ତ୍ତମାନ ଆମେ ଏବେ ହେଡିଂ ଦିଅ ନର୍ମାଲ କଣ୍ଡିସନ, ବର୍ତ୍ତମାନ ହଉଛି ନର୍ମାଲ କଣ୍ଡିସନ, ମାନେ ଯୋଉଠି ନା ଏଲିନୋର ଚାନ୍ସେସ୍ ଅଛି, ନା ଯୋଉଠି ଲାଲିନୋର ଚାନ୍ସେସ୍ ଅଛି, ପୁରା ନର୍ମାଲ କଣ୍ଡିସନ। ତ ମଝିରେ ଯୋଉ ଲାଇନ ଟା ଯାଉଛି ଆମେ ଆକୁ କଣ କହୁଛେ, ଏମାନଙ୍କ ମଝିରେ ଯୋଉ ଲାଇନ ଟା ଯାଉଛି ଆମେ ଆକୁ କଣ କହୁଛେ, ମଝିରେ ଯୋଉ ଲାଇନ ଟା ଯାଉଛି ଆକୁ କଣ କହୁଛେ, କଣ କହୁଛେ କହିଲେ, ଇକ୍ୱେଟର ବୋଲି କହୁଛେ। ଫାର୍ଷ୍ଟ ପଏଣ୍ଟ କ୍ଲିୟର ହେଲା। ଆକୁ ଆମେ କଣ କହୁଛେ, ଇକ୍ୱେଟର ବୋଲି କହୁଛେ। ତ ସାଧାରଣତଃ ଓକେ ଥ୍ୟାଙ୍କ ୟୁ। ତ ଏଇ ସାଇଡ ରେ ମୁଁ ତୁମମାନଙ୍କୁ ଗୋଟେ ଗୋଲର ସର୍କଲ କହୁଛି। ଆମ ଟ୍ରେଡ ୱିଣ୍ଡ, ମନେ ରଖିଲେ, ଟ୍ରେଡ ୱିଣ୍ଡ ତ କୁଆଡକୁ ଫ୍ଲୋ କରିବ, ଏଇ ଡିରେକ୍ସନ ଫ୍ଲୋ ହୁଏ ଟ୍ରେଡ ୱିଣ୍ଡ। ତାହେଲେ ବର୍ତ୍ତମାନ ଏଇଠି ହିଁ କିଏ ଫ୍ଲୋ ହଉଛି, ଟ୍ରେଡ ୱିଣ୍ଡ ଫ୍ଲୋ ହଉଛି। ଓକେ, ବୁଝା ପଡିଲ। ଆଉ ତମେ କଣ କହୁଛେ, ଟ୍ରେଡ ୱିଣ୍ଡ ବୋଲି କହୁଛେ। କଣ କହୁଛେ, ଟ୍ରେଡ ୱିଣ୍ଡ ବୋଲି କହୁଛେ। ଆଚ୍ଛା, ଫାର୍ଷ୍ଟ ରାଉଣ୍ଡ ସମସ୍ତେ କ୍ଲିୟର ହବ। ତ ଆମର ପ୍ରଥମେ କଣ ଫ୍ଲୋ ହଉଛି, ଟ୍ରେଡ ୱିଣ୍ଡ, ପୁରା କ୍ଲିୟର। ଆଚ୍ଛା, ଆକ୍ଚୁଆଲି ଟ୍ରେଡ ୱିଣ୍ଡ ଉପରେ ହିଁ ଡିପେଣ୍ଡ କରିବ ଯେ ବର୍ତ୍ତମାନ ନର୍ମାଲ ହବ ନା ଲାଲିନା ହବ ନା ଏଲିନୋ ଆସିବ। କୋଉ ନନସେନ୍ସ ଟା ଏଟା ଗାରଉଛି ବେ? ସବୁବେଳେ ତ ମୁଁ ବାର ବାର କହୁଛି, କୌଣସି ସିରିୟସ କ୍ଲାସ କଲା ବେଳେ ତୁମ ପେଜ ହବ ତୁମ ଗାଡ଼ିକୁ ସାହସ କଲା କିସ? ତମ ମୋବାଇଲ ତ ରହିଲା ହଉଛି ମଝିରେ, ତମ ହାତଟା ମୋବାଇଲ ପକାଇ ଯାଉଛି। ଆଚ୍ଛା,
तो फास्ट तुम तुमको आज स्टेटमेंट हिसाब से क्वेश्चन कौन आसो जे एक्चुअली आम लालिनो हो एलिनो हो किसी भी हो सबुरी मूल किए से ट्रेड हुए पूरा क्लियर हल पूरा क्लियर फास्ट पॉइंट क्लियर हल जल्दी स्टेटमेंट हिसाब से आସୁଛି प्रथम हूँ कौन ट्रेड हुई हूँ दाई अच्छा ଯେତେବେଳେ ନର୍ମାଲ କଣ୍ଡିସନରେ ତୁମମାନଙ୍କର ଟ୍ରେଡ ୱିନ୍ ଥିବ ତ ଏଠି ଟ୍ରେଡ ୱିଣ୍ଡ ଫ୍ଲୋ ହେଲା ତ ଏଠି କଣ ଫ୍ଲୋ ହଉଛି ଟ୍ରେଡ ୱିଣ୍ଡ ଫ୍ଲୋ ହଉଛି ଯେତେବେଳେ ଟ୍ରେଡ ୱିଣ୍ଡ ଫ୍ଲୋ ହଉଥିବ ତ ଏଇ ଯୋଉ ମଏଶ୍ଚର ସବୁ ଅଛି ତମ ସାଙ୍ଗରେ ମଏଶ୍ଚର ନେଇକିରି ଏଇ ଯୋଉ ଅଷ୍ଟ୍ରେଲିଆରେ ଏଇଠି ନେଇକି ଡିପୋଜିଟ କରିବ ପ୍ରଥମ କଣ୍ଡିସନ କ୍ଲିୟର ହେଲା ମଏଶ୍ଚର ନେଇ ଡିପୋଜିଟ କଲା ଯେତେବେଳେ ମଏଶ୍ଚର ଡିପୋଜିଟ କରିବ ଏ ଜାଗାରେ ଟେମ୍ପରେଚର ଟା କଣ ଥିବ ହାଇ ଟେମ୍ପରେଚର ଥିବ ନା ଲୋ ଟେମ୍ପରେଚର ଥିବ ଟେମ୍ପରେଚର କଣ୍ଡିସନ କଣ ଥିବ जो ऑस्ट्रेलिया रे ये जो जगह लेकर मॉइस्चर को लेकर डिपॉजिट करियो टेम्परेचर कंडीशन कौन थियो मन रखियो हाई टेम्परेचर टेम्परेचर कौन थियो हाई टेम्परेचर किंतु प्रेशर कौन थियो लो प्रेशर प्रेशर कौन थियो लो प्रेशर किसी भी नहीं क्वेश्चन आसी पारे पूरा क्लियर होला जतो ट्रेड विथ फ्लो होची मॉइस्चर नहीं से कोठी डिपॉजिट करछि ऑस्ट्रेलिया रे तो टेम्परेचर हाई रहउछि प्रेशर लो होछि जोटे हाई टेम्परेचर थियो ऑटोमेटिक तुम मानकर कोन आसीओ एयर गुरा ऊपर को उठिବ एयर गुरा ऊपर को उठिବ ହଁ କି ନା एयर गुरा ऊपर उठिବ एयर गुरा ऊपर को उठिकरी ବର୍ତ୍ତମାନ କଣ ଫର୍ମେସନ କରିବ କ୍ଲାଉଡ ଯାହାକୁ ଆମେ ବାଦଲ ବୋଲି କହୁଛେ ତ ବାଦଲ ଯଦି ସେ ଫର୍ମେସନ କରିବ ତ ଏଇ ଯୋଉ ବାଦଲ ଯୋଉଠି ଫର୍ମେସନ ହଉଛି ଏଠି ଥିବ ହାଇ ପ୍ରେସର କଣ ଥିବ ନା ହାଇ ପ୍ରେସର ରହିବ ତ ମୋ କହିବା କଥା ଏଠି ଅତ୍ୟଧିକ ତୁମମାନଙ୍କର କଣ ହବ ରେନଫଲ ହବ ତ ଯେତେବେଳେ ମାନେ ତୁମମାନଙ୍କ ପ୍ରେସର ଟା ଉପରକୁ ଯାଉଛି ଏ ହାଇ ପ୍ରେସର ଟା କିଛି ଆସିବ ଇଆଡକୁ କିଛି ଯିବ ଏଣକୁ ଯୋଉ ରାଇଟ ସାଇଡ କି ଯୋଉ ଆସିଥିବ ଯୋଉ ତୁମମାନଙ୍କର ଯୋଉ କ୍ଲାଇମେଟ ଟା ଯୋଉ ହାଇ ପ୍ରେସର ଟା ଆସିଥିବ ଏଗେନ ସେ କାହା ସହିତ ମାଡ ହେଇ ସାଉଥ ଏସିଆ ସହିତ ମାଡ ସାଉଥ ଆମେରିକା ସହିତ ମାଡ ହେଇକି ଫେର ତଳକୁ ଖସିବ ତ ଏଇ ଯୋଉ ଜାଗାରେ କୋଉ ପ୍ରେସର କ୍ରିଏଟ ହବ ବର୍ତ୍ତମାନ ଏଇ ଯୋଉ ଜାଗାରେ କୋଉ ପ୍ରେସର କ୍ରିଏଟ ହବ ଏଇ ଜାଗାରେ କୋଉ ପ୍ରେସର କ୍ରିଏଟ ହେଲା लो प्रेशर କୋଉ ପ୍ରେସର ହେଲା लो प्रेशर ଦେଖ ପୁରା ଧ୍ୟାନ ସେ ଶୁଣ ପ୍ରଥମ କଥା ହଉଛି ଲାଲିନ ହଉ ଏଲିନ ହଉ ବା ନର୍ମାଲ କଣ୍ଡିସନ ହଉ ତା ପାଇଁ ଦାୟୀ ହଉଛି କିଏ ସେ ଟ୍ରେଡ ୱିଣ୍ଡ ଯେତେବେଳେ ଟ୍ରେଡ ୱିଣ୍ଡ ଟା ଗତି କରୁଥିବ ତ ବର୍ତ୍ତମାନ ସେ ମଏଶ୍ଚର ନେଇକି କୋଉଠି ପ୍ରଥମେ ଡିପୋଜିଟ କଲା ନା ତୁମମାନଙ୍କୁ ଅଷ୍ଟ୍ରେଲିଆ ଡିପୋଜିଟ କଲା ସେଠି ତମକୁ ହାଇ ଟେମ୍ପରେଚର ହେଲା ହାଇ ଟେମ୍ପରେଚର ଯେତେବେଳେ ଉପରକୁ ଯିବ କ୍ଲାଇମେଟ ରେ ବାଦଲ କ୍ରିଏଟ ହେଲା ବର୍ଷା ଅତ୍ୟଧିକ ହେଲା ସେ ହାଇ ପ୍ରେସର ଟା କିଛି ବାଁକୁ ଆସିବ କିଛି ଡାହାଣକୁ ଆସିବ ବାଁକୁ ଯାଇକି ସାଉଥ ଆମେରିକା ସହିତ ବାଡ଼ ହୋଇକି ସେ ତଳକୁ ଖସିବ ଓକେ ତଳକୁ ଯେତେବେଳେ ଖସିବ ଏଇ ଯୋଉ ଏରିଆରେ ବର୍ତ୍ତମାନ କଣ ଆସିବ ଯାହାକୁ ଆମେ କଣ କହୁଛୁ ତା ନାଁ କିଏ କହିପାରିବ पेरुवियन पेरुवियन क्लाउड एरिया ଆମେ କଣ କହୁଛୁ पेरुवियन क्लाउड करेंट ବୋଲି କହୁଛୁ पेरुवियन क्लाउड करेंट ବୋଲି କହୁଛୁ ଓକେ କ୍ଲିୟର ହେଲା ସମସ୍ତେ ତ ଏଇ ଜାଗାରେ କଣ ଆସିବ ପୁରା ଡ୍ରାଏ ହେଇଯିବ ତ ଏଇ ସାଇକେଲ ଟା ସବୁବେଳେ ନର୍ମାଲି ଚାଲେ ଏଇ ଯୋଉ ସାଇକେଲ ଟା ନର୍ମାଲି ଚାଲେ ଆକୁ ଆମେ କଣ କୁହାଯାଏ ଏନ୍ ଇ ଏନ୍ ଏନସୋ ବୋଲି ଏନସୋ ବୋଲି କୁହାଯାଏ ଇ ଏନ୍ ଏସ୍ ଓ ଏନସୋ ର ଫୁଲ ଫର୍ମ ହଉଛି କଣ ଏଲି ନିନୋ ସର୍ଦନ ओसिलेशन एनसो अच्छा ताहले हमर ट्रेड विंड टा जेतबे नॉर्मल कंडीशन रे थाए ताहले से जो सर्कल टा हमें कोन कहिसो ट्रेड विंड टा जेतबे नॉर्मल कंडीशन रे थाए से जो सर्कल टा हमें कोन कहिसो ट्रेड विंड टा नॉर्मल कंडीशन रे थाए से सर्कल टा हमें कोन कहिसो को बिले ट्रेड विंड टा नॉर्मल कंडीशन थाए कोन कहजे एनसो बिल कहजे ई एन एस ओ कोन कहजे एनसो अच्छा बुझी पाइले समस्त एनसो काहा को कहजे ई एन एस ओ पूरा क्लियर होला एटा तो नॉर्मल कंडीशन तो हम साथ एगेन माने को पॉइंट एगेन कहि को पॉइंट एगेन कहि तो तुमे तो तुमरो पढ़ा अपेक्षा माने पाठ अपेक्षा 60 बेसी मन दोछ प्रथम कंडीशन ट्रेड विंड रहिला ट्रेड विंड जाइके कहा पाखरे पहुंचिला ऑस्ट्रेलिया रे ऑस्ट्रेलिया रे हाई टेम्परेचर क्रिएट कला हाई टेम्परेचर टा ऊपर को गला ऊपर किछि बां को आसला किछि डाहाण को आसला डाहाण पटा एगेन साउथ अमेरिका सहित माड़ होई तळु क्रिएट कर सिटी लो प्रेशर क्रिएट कला ये गोटे सर्कल क्रिएट कले ए सर्कल टा हम कोन कहितो एनसो बिल कहै पूरा क्लियर होला एटा होचे नॉर्मल कंडीशन मन रख पिले
ଏଇଠି ଆସିଲା ଏଲିନୋ ଲାଲିନାର କନସେପ୍ଟ। ଦେଖ ମୁଁ ଏଟାକୁ ଲିଭେଇ ଦଉଛି, ତାପରେ ତମକୁ ଡିଟେଲ୍ସ ବୁଝେଇ ଦଉଛି। ଦେଖ, ଆଚ୍ଛା ଏନସୋର କନସେପ୍ଟ ପୁରା କ୍ଲିୟର ହେଲା ସମସ୍ତେ? ଫାଷ୍ଟ କୁ କହିଛି ଏନସୋର କନସେପ୍ଟ ପୁରା କ୍ଲିୟର। ଏଲିନୋ ସର୍ଦନ ଓସିଲେସନ, ଥ୍ୟାଙ୍କ ୟୁ। ଏବେ ଏବେ ହେଡିଂ ଦିଅ ଏଲିନୋ। ଏବେ ହେଡିଂ ଦିଅ ଏଲିନୋ। ଏବେ ହେଡିଂ ଦିଅ ଏଲିନୋ। ହଁ ବାସ୍, ଟ୍ରେଡ ୱିଣ୍ଡ ର ସାଇକେଲ କୁ ଆମେ ଏନସୋ ବୋଲି କହିବାନି। ଟ୍ରେଡ ୱିଣ୍ଡ ଟା ଯୋଉଟା କି ଅଷ୍ଟ୍ରେଲିଆରେ ହିଟ୍ ହଉଛି, ସେଠି ମଏଶ୍ଚର କ୍ରିଏଟ କରୁଛି, ମଏଶ୍ଚର ଡିପୋଜିଟ କରୁଛି, ଟେମ୍ପରେଚର ଟା ମାନେ ଅତ୍ୟଧିକ ଟେମ୍ପରେଚର ମାନେ ଏୟାର ଟା ଉପରକୁ ଉଠି ସିଏ ଯୋଉ ସର୍କଲ ଟା କ୍ରିଏଟ କରୁଛି, ସେ ସର୍କଲ ଟାକୁ ହିଁ କୁହାଯାଏ ଏନସୋ। ମାନେ ଏନସୋ ଇଜ କଲ୍ଡ ବାଇ ଦ ଟ୍ରେଡ ୱିଣ୍ଡ। ଟ୍ରେଡ ୱିଣ୍ଡ ର ପାଇଁ ହିଁ ଏନସୋ କ୍ରିଏଟ ହେଇଥାଏ। ଇନଡାଇରେକ୍ଟଲି ତମକୁ କୌଣସି ଆଙ୍ଗେଲ କୁ ନେଇକି କ୍ୱେଶ୍ଚିନ୍ ପଚାରି ପାରେ। ଓକେ, ବୁଝା ପଇଲା ସମସ୍ତଙ୍କୁ? ଏବେ ଦେଖ, ଏବେ ଷ୍ଟାର୍ଟ ଦେଇ ଲେଖ। ହେଡିଂ ଦିଅ ଏଲିନୋ। EL NINO, ଏଲିନୋ। ଏଲିନୋ କେତେବେଳେ ହେଇଥାଏ କିଏ କହିପାରିବ? when the condition ଏଲିନୋ is created, when the condition ଏଲିନୋ is created। କେତେବେଳେ ହେଇଥାଏ? ଲେଖ, ଲେଖ ୱିକ୍ ଟ୍ରେଡ ୱିଣ୍ଡ। ଯେତେବେଳେ ଟ୍ରେଡ ୱିଣ୍ଡ, ୱିକ୍ ଟ୍ରେଡ ୱିଣ୍ଡ, ଯେତେବେଳେ ତୁମ ମାନଙ୍କର ଟ୍ରେଡ ୱିଣ୍ଡ ଟା କଣ ହେଇଥିବ? ୱିକ୍ ହେଇଥିବ। ଆଚ୍ଛା, ଏବେ ସେମିତି ସର୍କଲ କ୍ରିଏଟ ହବ ନା ନାହିଁ? ଏଇ ଯୋଉ ସର୍କଲ ଟା ଏଗେନ କ୍ରିଏଟ ହବ। କିନ୍ତୁ ବର୍ତ୍ତମାନ ଏଇ ଯୋଉ ସର୍କଲ କ୍ରିଏଟ ହବ, ଏ ସର୍କଲ ର ଡିଫରେଣ୍ଟ କଣ ରହିବ? ଏ ସର୍କଲ ର ଡିଫରେଣ୍ଟ କଣ ରହିବ? ଆଚ୍ଛା, ଟିକେ ଲକ୍ଷ୍ୟ କର। ଯେତେବେଳେ ଟ୍ରେଡ ୱିଣ୍ଡ ଟା ଏବେ ଆସୁଥିବ, ଏବେ ୱିକ୍ ଟ୍ରେଡ ୱିଣ୍ଡ ଆସୁଛି, ସେତିକି ମଏଶ୍ଚର ଆଣିଥିବ କି? ହଁ କି ନା? ସେତିକି ମଏଶ୍ଚର ଆଣିଥିବ କି? ୟେସ୍ ଅର୍ ନୋ? ଆଚ୍ଛା, ଆରେ ସେତିକି ମଏଶ୍ଚର ଆଣିଥିବ କି? ଆଚ୍ଛା, ଓକେ। ତ ହଁ, ତ ଏଇ ଯୋଉ ଜାଗାରେ ତୁମ ମାନଙ୍କର ଯୋଉ କ୍ରିଏଟ ହଉଥିଲା କଣ? ହଁ, ଓକେ। ଏଇ ଯୋଉ ଜାଗାରେ ଲୋ ପ୍ରେସର କ୍ରିଏଟ ହଉଥିଲା, ଆଉ ଲୋ ପ୍ରେସର କ୍ରିଏଟ ହବ କି? ଏଠି ଆଉ ଲୋ ପ୍ରେସର କ୍ରିଏଟ ହବନି। କାହିଁକି ନା ଏଠି ଆଉ ଟେମ୍ପରେଚର ଆଉ ନଥିବ, ହାଇ ଟେମ୍ପରେଚର ଆଉ ନଥିବ। ଏଠି ଲେସ୍ ଟେମ୍ପରେଚର, ହେଲେ ଏଠି ହାଇ ପ୍ରେସର ହେଇଯିବ। ଏଠି ବର୍ତ୍ତମାନ କଣ ଆସିଲା? ହାଇ ପ୍ରେସର। ଏଠି ହାଇ ପ୍ରେସର ମାନେ ଏଇ ଯୋଉ ଜାଗାରେ ବର୍ତ୍ତମାନ କୋଉ ପ୍ରେସର ହେଇଥିବ? ନା ଲୋ ପ୍ରେସର। ଏଇ ଯୋଉ ଜାଗାରେ କଣ ହେଇଥିବ? ଲୋ ପ୍ରେସର। ପ୍ରଥମ କଥା ପୁରା କ୍ଲିୟର ହେଲା, ହଁ କି ନା? ୟେସ୍। ଯେତେବେଳେ ମୁଁ ତମକୁ ପଢେଇଥିଲି, ଏଇଠି ଗୋଟେ ଜାଗା ତମକୁ କହିଥିଲି ଯିଏକି ସାଧାରଣତଃ ମନସୁନ କୁ ଭାରତକୁ ପଠେଇବା ପାଇଁ ଦାୟୀ। ଏ ଜାଗାର ନାଁ ହଉଛି ମାଦାଗାସ୍କର। MEA ଗାସ୍କର, GASCAR, ମାଦାଗାସ୍କର। ଆଚ୍ଛା, ମନେ ରଖ, ଏ ମାଦାଗାସ୍କର ଉପରେ ମଧ୍ୟ କାହାର ପ୍ରେସର ପଡୁଥିବ? ଟ୍ରେଡ ୱିଣ୍ଡର ପ୍ରେସର ପଡୁଥିବ। ମନେ ରଖିଥିବେ ସବୁବେଳେ ପାଇଁ ହାଇ ପ୍ରେସର। କଣ ତ? ହାଇ ପ୍ରେସର। ମୁଁ ତୁମକୁ ସବୁବେଳେ କଣ କହିଛି ପିଲେ? ଯେତେବେଳେ ଗୋଟେ ୱିଣ୍ଡ ଗତି କରେ, କେମିତି ଗତି କରେ? ହାଇ ପ୍ରେସରରୁ ଲୋ ପ୍ରେସରକୁ ଗତି କରେ, ହଁ କି ନା? ହାଇ ପ୍ରେସରରୁ ଲୋ ପ୍ରେସର ଗତି କରେ। ତ ଯୋଉ ମାଦାଗାସ୍କରର ଯୋଉ ମୌସୁମୀ ଟା ଭାରତ ଆଡକୁ ଯାଇଥାଏ, କେତେବେଳେ ଭାରତ ଆଡକୁ ଯିବ? ନା ଯେତେବେଳେ ଭାରତରେ ଲୋ ପ୍ରେସର ଥିବ। ମାଦାଗାସ୍କରର ଯେତେବେଳେ ହାଇ ପ୍ରେସର ଟା ଭାରତ ଆଡକୁ ଯିବ, କେତେବେଳେ? ଯେତେବେଳେ ଭାରତରେ ଲୋ ପ୍ରେସର ଥିବ, ହଁ କି ନା? ୟେସ୍ ଅର୍ नो? ଆଚ୍ଛା, ମୁଁ ଏଇଠି ମେସେଜ ଷ୍ଟପ୍ କର। ମୁଁ ତମକୁ ଗୋଟେ କଥା କହୁଛି, ପୁରା ଧ୍ୟାନ ଦେଇ ଶୁଣ। ଯେତେବେଳେ ଏନସୋ କ୍ରିଏଟ ଥିବ, ଏନସୋ କ୍ରିଏଟ ଥିବ ମାନେ ନର୍ମାଲ ମାନେ ଟ୍ରେଡ ୱିଣ୍ଡ ଥିବ, ସମସ୍ତ ହାଇ ପ୍ରେସର ଆମ ଇଣ୍ଡିଆ ଆଡକୁ ଆସୁଥିବ, ହଁ କି ନା? ସମସ୍ତ ହାଇ ପ୍ରେସର ଇଣ୍ଡିଆ ଆଡକୁ ଆସୁଥିବ। କିନ୍ତୁ ଯେତେବେଳେ ଟ୍ରେଡ ୱିଣ୍ଡ ୱିକ୍ ଥାଏ, ଏଇ ହାଇ ପ୍ରେସର କିଛି ଇଣ୍ଡିଆ ଆଡକୁ ଆସେ, କିଛି ତୁମର ସାଉଥ ଆମେରିକା ଆଡକୁ ପଳାଏ। କିଛି କୁଆଡକୁ ପଳାଏ? ସାଉଥ ଆମେରିକା ଆଡକୁ ପଳାଏ। ତାହେଲେ ମତେ କୁହ ପିଲେ, ଯେତେବେଳେ ତୁମମାନଙ୍କର ଯୋଉ ମୌସୁମୀ ଟା
ଆମର लो ପ୍ରେସର ଆଡକୁ ବା ଭାରତ ଆଡକୁ ଆସିବା କଥା ସେଇ ହାରରେ ଆସିଲା କି? ସେଇ ହାରରେ ଆସିଲା କି? ୟେସ୍ ଅର୍ नो? ତାହେଲେ ଏଠି ଷ୍ଟେଟମେଣ୍ଟ କଣ ଆସିଲା? ଡ୍ୟୁରିଂ ଦ ଟାଇମ ଅଫ, ହଁ, ଡ୍ୟୁରିଂ ଦ ଟାଇମ ଅଫ ଏଲିନୋ, ଯେତେବେଳେ ଭାରତରେ ବା ଆମ ପୃଥିବୀରେ ଏଲିନୋ କ୍ରିଏଟ ହଉଥିବ। ଏଲିନୋ ଯେତେବେଳେ ହେଇଥିବ ଆମର ମୌସୁମୀ ଟା କୋଉ ପ୍ରକାର ମୌସୁମୀ ଥିବ? ଷ୍ଟ୍ରଙ୍ଗ ନା ୱିକ୍? କୋଉ ପ୍ରକାର ଥିବ ଆମ ମୌସୁମୀ ଟା? ହଁ, ସାଧାରଣତଃ ୱିକ୍ ମୌସୁମୀ ଥିବ, ଯାହାର ଅର୍ଥ ହଉଛି ଲେସ୍, ଯାହାର ଅର୍ଥ ହଉଛି ଲେସ୍ ରେନଫଲ। ତାହେଲେ ଆମେ ଏତିକି ଜିନିଷ କ୍ଲିୟର ହେଲେ, ଯୋଉ କଣ୍ଡିସନରେ ଏଲିନୋ କ୍ରିଏଟ ହଉଥିବ, ଏଲିନୋ ଟାଇମରେ, ଏଲିନୋ ଟାଇମରେ ସାଧାରଣତଃ କଣ ହୁଏ? ଏଲିନୋ ଟାଇମରେ ସାଧାରଣତଃ କଣ ହୁଏ ନା ତୁମ ମାନଙ୍କର କଣ କ୍ରିଏଟ ହବ ନା ଲେସ୍ ରେନଫଲ ହେଇଥାଏ। କୋଉଠି? ଆମ ଭାରତରେ। କାହିଁକି ହୁଏ ନା ଯୋଉ ହାଇ ପ୍ରେସର ଟା ଭାରତ ଆଡକୁ ଯିବା କଥା ସମ୍ପୂର୍ଣ୍ଣ ନ ଯାଏ, କିଛି କୁଆଡକୁ ପଳେଇଲା, ହଁ, କିଛି କୁଆଡେ ପଳେଇଲା କଣ ନା ସାଉଥ ଆମେରିକା ଆଡକୁ ପଳେଇଲା, ତ ସେତେବେଳେ ବ୍ୟାଡ ରେନଫଲ ହେଇଥାଏ। ପୁରା କ୍ଲିୟର ହଲ? ଏଲିନୋ ଜୀବନ ସାରା କ୍ଲିୟର ରହିଲା, ପୁରା କ୍ଲିୟର ଏଲିନୋ। ଏଲିନୋକୁ ନେଇ ଗତ ବର୍ଷ ଯୋଉ କୋଶ୍ଚିନ୍ ଆସିଥିଲା 2022 ରେ, ସେ କୋଶ୍ଚିନ୍ ଥିଲା ଡ୍ୟୁରିଂ ଦ କଣ୍ଡିସନ ଅଫ ଏଲିନୋ, ଏଲିନୋ ସମୟରେ ଆମ ଭାରତରେ କୋଉ ପ୍ରକାର ମୌସୁମୀ ଥାଏ? ଗୁଡ ମୌସୁମୀ, ବ୍ୟାଡ ମୌସୁମୀ, ହେଭି ରେନଫଲ, ଏମତି ସବୁ ଲେଖିଥାଏ। ମନେ ରଖ ତାର ଆନ୍ସର ହଉଛି ବ୍ୟାଡ ମୌସୁମ, ମୌସୁମୀ ଟା ବ୍ୟାଡ ଥାଏ ଆଉ ଲେସ୍ ରେନଫଲ ହୁଏ। ଓକେ, ପୁରା କ୍ଲିୟର ହলো? नो झिलिमिली। तो एलिनो कंडीशन पूरा क्लियर। ଏବେ ଯିବା ଆମେ କୋଉଠି? ଲାଲ ଲିନା କଣ୍ଡିସନ କୁ। ଲାଲ ଲିନା କଣ୍ଡିସନ ଟା ଏଲିନୋର ଠିକ ଉଲ୍ଟା। ଦେଖ, ମୁଁ ଏଇଠି ଆଉ ଗୋଟେ ମାନେ କ୍ରିଏଟ କରୁଛି, ମାନେ ଇମେଜ କ୍ରିଏଟ କରୁଛି। ରୁହ। ଏବେ ସମସ୍ତେ ହେଡିଂ ଦିଅ, ବର୍ତ୍ତମାନ ସମସ୍ତେ ହେଡିଂ ଦିଅ ଲାଲ ଲିନା, ଏଲ ଏ ଲାଲ ଲିନା। ଆଚ୍ଛା, ଏବେ ହେଡିଂ ଦିଅ ଲାଲ ଲିନା, ହେଡିଂ ଦିଅ ଲାଲ ଲିନା। ଲେଖ ଏଲ ଏ ଲା ନିନା। ଲାଲିନା କେତେବେଳେ ହବ? ଲେଖ when trade wind, when trade wind is strong। ଯେତେବେଳେ ତୁମମାନଙ୍କର ତୁମର ଟ୍ରେଡ ୱିଣ୍ଡ ଟା ଷ୍ଟ୍ରଙ୍ଗ ଥିବ। ଆଚ୍ଛା, ଷ୍ଟ୍ରଙ୍ଗ ଥିବ ମାନେ ଆମର ଯୋଉ ଟ୍ରେଡ ୱିଣ୍ଡ ଟା ବର୍ତ୍ତମାନ ଆସୁଥିବ ଅଷ୍ଟ୍ରେଲିଆ ଆଡକୁ, ତୁମର ଯୋଉ ମାନେ ମତ୍ସ୍ୟ ଟା ଅଧିକ ଆଣିବ ନା କମ ଆଣିବ? ବହୁତ ଆଡିକି ଆସିବ, କାରଣ ଟ୍ରେଡ ୱିଣ୍ଡ ଟା ପୁରା ଷ୍ଟ୍ରଙ୍ଗ ଅଛି। ତ ସେଇ ସମୟରେ ଅତ୍ୟଧିକ ରେନଫଲ ହବ। ଉପରେ ଯୋଉ ପ୍ରେସର ଟା କ୍ରିଏଟ ହବ, କି ପ୍ରକାର ପ୍ରେସର କ୍ରିଏଟ ହବ? ହାଇ ପ୍ରେସର କ୍ରିଏଟ ହବ। କୋଉ ପ୍ରକାର? ଅତ୍ୟଧିକ ହାଇ ପ୍ରେସର କ୍ରିଏଟ ହବ। ଏଇ ଯୋଉ ଜାଗାଟା ଆମର ଅଛି କି ସେ, ଯୋଉଟା କି ଆମ ଭାରତକୁ ଯୋଉ ମୌସୁମୀ ଯୋଉଠୁ ଯାଇଥାଏ, ଆର ନାଁ ହଉଛି କଣ? ମାଦାଗାସ୍କର, ଯୋଉଟା କି ତୁମମାନଙ୍କୁ କହିଲି। ଏଇ ଯୋଉ ହାଇ ପ୍ରେସର ଟା କିଛି ତ ଏପଟକୁ ଆସିବ, ଆଉ କିଛି ଏ ଆଡକୁ ଆସିଥାଏ। କିଛି ପ୍ରେସର ଆଉ, ତ ଯେତେବେଳେ ହାଇ ପ୍ରେସର ଟା କିଛି ଏପଟକୁ ଆସୁଛି, ତ ଅଲରେଡି ଏଠି ହାଇ ପ୍ରେସର ଥାଏ, ତ ଆଉ କିଛି ସପୋର୍ଟ ରେ ଏଇ ଯୋଉ ଟ୍ରେଡ ୱିଣ୍ଡ ଟା, ତୁମ ସରି ଟ୍ରେଡ ୱିଣ୍ଡ କହୁଛି, ଯୋଉ ମୌସୁମୀ ଟା ଆମ ଇଣ୍ଡିଆ ଆଡକୁ ଯାଏ, ସେ ଷ୍ଟ୍ରଙ୍ଗ ହେଇକି ଯାଏ ଡ୍ୟୁ ଟୁ ଦ ଟାଇମ ଅଫ ଲାଲିନା ଟାଇମ। ଲାଲିନା ଟାଇମରେ କାହିଁକି ଷ୍ଟ୍ରଙ୍ଗ ହୁଏ ନା ତମ ଟ୍ରେଡ ୱିଣ୍ଡ ଟା ଷ୍ଟ୍ରଙ୍ଗ ଥାଏ। ଯୋଉ ଟ୍ରେଡ ୱିଣ୍ଡ ଟା ଷ୍ଟ୍ରଙ୍ଗ ଥିବ, ତୁମ ମାନେ ଯୋଉ ମୌସୁମୀ ଟା ଆମ ଭାରତ ଆଡକୁ ଆସିଥିବ, ସେ ହେଭି ଆକାରରେ ଆସେ। ତ ସେ ଟାଇମରେ ଗୁଡ ମୌସୁମୀ ସହିତ ହେଭି ରେନଫଲ ହେଇଥାଏ। ସେଟା ଆମର କଣ ହୁଏ? ହେଭି ରେନଫଲ ହେଇଥାଏ। ପୁରା କ୍ଲିୟର ହେଲା ସମସ୍ତେ? ଲାଲିନା ଆଉ ଏଲିନୋ ଭିତରେ କଣ ଡିଫରେଣ୍ଟ କଣ? ଦେଖ, ମୁଁ କିଛି ତୁମକୁ ଷ୍ଟେଟମେଣ୍ଟ ଦଉଛି। ଆଚ୍ଛା, ଯେତେବେଳେ ଟ୍ରେଡ ୱିଣ୍ଡ ନର୍ମାଲ ଥିବ, जो साइक्लिंग क्रिएट हुए साइक्लिंग कौन कहे? ट्रेड विंड टा नॉर्मल थिबो, जो साइक्लिंग टा क्रिएट हुए ताको कौन कहे? एनसो, ईएनएसओ। जब ट्रेड विंड टा वीक थिबो दुर्बल थिबो, कौन क्रिएट करबो? वीक थिले एलिनो। जब ट्रेड विंड टा स्ट्रांग थिबो, कौन क्रिएट करबो? ला निनो, ला निनो क्रिएट करबो। अच्छा, मैं कहबार कथा स्टूडेंट, एलिनो टाइम रे रेनफॉल केमती था? बैड, माने लेस रेनफॉल, गुड रेनफॉल, लेस बैड भी नहीं कहबो, लेस रेनफॉल, सब लेस रेनफॉल। अच्छा, एलिनो टाइम रे कौन हुए?
लेस रेनफॉल, गुड रेनफॉल, हेवी रेनफॉल। मन रख हेवी रेनफॉल पूरा क्लियर हलो, टिके भी एपट सेपट नहीं, किछि भी झिलिमिली नहीं, पूरा क्लियर कट। ताहले तुमे एपर्यंत पूरा समस्त बुझी पाइलो, एपर्यंत समस्त बुझी पारछ, किछि डाउट अछि कि? एनी वन काहर पाख किछि डाउट अछि कि? पूरा क्लियर। अच्छा वर्तमान आमे पढिबा ओशन करे, वर्तमान आमे पढिबा ओशन करे। अच्छा साधारणतः, अच्छा एबे एबे पीडीएफ समस्त शो होछि बोले? पीडीएफ समस्त। अच्छा साधारणतः आमे यदि पृथ्वीर गोल को देखिबा, साधारणतः हमर माने ओशन सब कोन थाए? आर्टिक ओशन थाए, इंडियन ओशन थाए, ओके एटा होछि आर्टिक ओशन जे होछि, पैसिफिक ओशन थाए। हाँ लास्ट को प्रीवियस क्वेश्चन रखिछि, लास्ट को रखिछि। तब एटा असला कोन? सर्दर्न ओशन करंट, ओके। तब असला कोन? पैसिफिक करंट, बीबी होछि पैसिफिक ओशन। तो ये आमे सब ओशन रो ना को मन रखिबा, किंतु एक्चुअली हमको एउठु जानिबार अछि जे एक्चुअली जे तुमनकर जो करेंट कहली कोन बुझिबा? करेंट साधारणतः हवा कथा बहुत किसी रीजन अछि, टेम्परेचर आ मु ता भितर जाउन, जेटा काम ज्योग्राफी रिलेटेड अछि से जिवा। मन रख मु एठी प्रथम क्वेश्चन, तो एटा होछि नॉर्थ साइड, एटा हट साइड भी होता, एटा होछि साउथ साइड। नॉर्थ साइड रे करेंट रो फ्लो को भल थाए? क्लॉकवाइज ना एंटी क्लॉकवाइज? नॉर्थ साइड रे करेंट रो फ्लो केम थाए? क्लॉकवाइज ना एंटी क्लॉकवाइज? स्टार दे लिखो, देखो क्लॉकवाइज, मतलब क्लॉकवाइज। और साउथ रे तुमरो करंट रो फ्लो एंटी क्लॉकवाइज है, केम से? एंटी क्लॉकवाइज है। कोसे? साउथ रे। फर्स्ट पॉइंट क्लियर, नॉर्थ रे क्लॉकवाइज और साउथ रे एंटी क्लॉकवाइज। पूरा क्लियर हलो? ओके। सेकंड कथा जे साधारणतः करेंट हमर दी प्रकार थाए, गोटे होची कोल्ड करंट, गोटे होची वार्म करंट। मोर कहिबार कथा होची स्टूडेंट, कोल्ड करंट काहाकू कहिबा, वार्म करंट काहाकू कहिबा? मन रख, इ होची पोल, इ होची पोल, एटा होची इक्वेटर, इ भी पोल। जेतेबेले करेंट रो फ्लो टा, करेंट रो फ्लो पोल रु से नॉर्थ हो साउथ हो, पोल रु इक्वेटर आड़ को आसुथिबो, पोल रु इक्वेटर ताको हमें कहथो कोल्ड करंट। जेतेबेले करेंट रो फ्लो इक्वेटर को पोल आड़ होथो, इक्वेटर रु पोल आड़ होथो, ताको हमें कोन कहबा? वार्म करंट। पूरा क्लियर हल? जे कोल्ड करंट कहले कोन बुझिबा, वार्म करंट कहले कोन बुझिबा? एवरीवन क्लियर? पूरा क्लियर? कहीं आम जिते पोल को जीवा सीटी आम ठंडा माने क्लाइमेट ऑलरेडी अच्छी, तो सेपट साइड टा मन देखिए प्लीज एगेन रे कौन अच्छी। आउ थे कहूँ जो पोल रु इक्वेटर आड़ को आसो कोल्ड करंट, इक्वेटर रु पोल आड़ को गले वार्म करंट। बस ये जिन मन रखिए, पूरा क्लियर है? देख ए क्लास को स्टार्ट करने पूर्व मु तुमको गोटे प्रीवियस क्वेश्चन देखा जोटा कि ओपीएससी आसता। देख ओपीएससी एटा 2021 क्वेश्चन आसता जे केमिति आसता। देख साधारणतः क्वेश्चन केमिति पचारे, गोटे करेंट रो ना दब, एटा कोठी अछि? साउथ आटलांटिक अछि कोठी अछि? धर इठी गोटे करेंट देला, कोठी अछि पचारला? पेरू करेंट, साउथ आफ्रिका, साउथ पैसिफिक। तुमको देखिबार अछि केतेटा पॉइंट एथिरे भूल होउछि, केतेटा एथिरे ठीक होउछि। Which of the following did not correctly match? आंको भितु करेक्टली मैच किए करू नांदी तो कहूचे, तो हमको देखिबार अछि को करंट टा कोठी फ्लो करछि। तो मन रखिले ए भली क्वेश्चन टा जेतेबेले करंट को नेकी जेतेथर भी क्वेश्चन आसी छै, सबुबेले एई टाइप रो ही क्वेश्चन। हमको खाली मन रखिबार अछि कोठी को प्रकार करंट अछि, कोठी को प्रकार करंट अछि। देखो एडो এটা হচ্ছে প্যাসিফিক ওশেন, এটা হচ্ছে প্যাসিফিক ওশেন, এটা হচ্ছে প্যাসিফিক ওশেন। প্যাসিফিক ওশেন দুইটা সাইড, নর্থ প্যাসিফিক, সাউথ প্যাসিফিক। নর্থ প্যাসিফিক রে কোন ସବୁ করেন্ট আছে দেখো, আলাস্কা করেন্ট, এই যে মঝিরে একটা গাঢ় আছে না, এটা হচ্ছে মানে এটা হচ্ছে মঝিটা, ওকে। এটা হচ্ছে আলাস্কা করেন্ট, কালিফর্নিয়া করেন্ট। তোমাকে অলরেডি কোশ্চেন পচারে যে কালিফর্নিয়া করেন্টটা প্যাসিফিক ওশেন রে বা তোর নর্থ প্যাসিফিক করেন্ট রে যাଉଛି କି ନାହିଁ।
ଦେଖ ଏଇଠି ଗୋଟେ ଜିନିଷ ତମ ମାନଙ୍କୁ ମୁଁ ପ୍ରୁଫ ଦେଖଉଛି କେମିତି କ୍ୱେଶ୍ଚିନ୍ ପଚାରିଥିଲେ। ଦେଖ ଏଇଠି ସପୋଜ ଏଇ ଜାଗାରେ ତମକୁ ଗୋଟେ କିଛି କ୍ୱେଶ୍ଚିନ୍ ପଚାରିଥିବ ଯେ କାଲିଫର୍ଣ୍ଣିଆ କରେଣ୍ଟ ଟା ଗୋଟେ ସାଇଡରେ ପଚାରିଥିବ, ଯେମିତି ପେରୁ କରେଣ୍ଟ ପଚାରିଥିଲା ଏଠି। ଆଚ୍ଛା, ଦେଖ ପେରୁ କରେଣ୍ଟ ଟା କୋଉଠି ଅଛି ପିଲା ଆମର? ପେରୁ କରେଣ୍ଟ ଟା କୋଉଠି ଅଛି? ନା ପେରୁ କରେଣ୍ଟ ଟା ସାଉଥ ଇକ୍ୱେଟୋରିଆଲ, ସରି ସାଉଥ ଇକ୍ୱେଟୋରିଆଲ କହୁଛି, ଆମର ହଉଛି ସାଉଥ ପାସିଫିକ ଓସେନ ଅଛି। ସାଉଥ ପାସିଫିକ ଓସେନ ଅଛି। ତାହେଲେ ଆମେ ଏଠି କଣ କ୍ଲିୟର ହେଲା? ପ୍ୟାସିଫିକ ଓସେନରେ ଗୋଟେ ହଉଛି ନର୍ଥ ପ୍ୟାସିଫିକ ଓସେନ, ନର୍ଥ ପ୍ୟାସିଫିକ କରେଣ୍ଟ ହେଲା। ନର୍ଥ ପ୍ୟାସିଫିକ କରେଣ୍ଟରେ କେଇଟା ହଉଛନ୍ତି? ଆଲାସ୍କା ଗୋଟିଏ, କାଲିଫର୍ଣ୍ଣିଆ ଦୁଇ, ନାରୁସି କରେଣ୍ଟ। ଏ ତିନିଟା ଯାକ ନାଁକୁ ମନେ ରଖିବ। ଏ ତିନୋଟି ଯାକ କରେଣ୍ଟ ଇମ୍ପୋର୍ଟାଣ୍ଟ। ଓକେ, ଆଉ ଏ ଦିଟାକୁ ମନେ ରଖିବ। ଓକସ୍ଥା କରେଣ୍ଟ। ଆଚ୍ଛା, ଆଉ ପେରୁ କରେଣ୍ଟ, ହଁ ଇଷ୍ଟ ଅଷ୍ଟ୍ରେଲିଆନ କରେଣ୍ଟ। ଏ ଯୋଉ ଦିଟା କରେଣ୍ଟ ରହିଲେ ଏମାନେ ହେଲେ ସାଉଥ ପ୍ୟାସିଫିକ କରେଣ୍ଟ। ପୁରା ମନେ ରହିଲା କି ତୁମର ନର୍ଥ ପ୍ୟାସିଫିକ କରେଣ୍ଟରେ କିଏ ଯିବେ, ସାଉଥ ପ୍ୟାସିଫିକ କରେଣ୍ଟରେ କିଏ ଯିବେ। ପ୍ୟାସିଫିକ କରେଣ୍ଟ କଲା ପରେ ଏବେ ଆସିବ ଇଣ୍ଡିଆନ। ଏବେ କଣ ଆସିବ? ନା ଇଣ୍ଡିଆନ ଓସେନ। ଦେଖ ଇଣ୍ଡିଆନ ଓସେନ ଟା ମନେ ରଖିବା ପାଇଁ ସହଜ। ଦେଖ ଦେଖ ମୋଜାମ୍ବିକ କରେଣ୍ଟ। ଏବେ ଇଣ୍ଡିଆନ ଓସେନରେ ନର୍ଥ ସାଇଡରେ ଏପଟେ କିଛି ରହୁନି, କେବଳ ସାଉଥ ସାଇଡରେ ହିଁ ଅଛି। ଗୋଟେ ହେଲା କିଏ ସେ? ନା ତୁମମାନଙ୍କର ହଉଛି ମୋଜାମ୍ବିକ କରେଣ୍ଟ, ଅଗୁ ଆଗୁଲ ହାସ କରେଣ୍ଟ। ଓକେ, ଆଉ ଗୋଟେ ହେଲା କଣ? ୱେଷ୍ଟ ଅଷ୍ଟ୍ରେଲିଆନ କରେଣ୍ଟ। ଏଇଟା ଏ ତିନୋଟି ଜିନିଷ ମନେ ରଖିବ। ଦେଖ ଏଇଟା ତମକୁ କୋଶ୍ଚିନ୍ ପଚାରିଲା ମୋଜାମ୍ବିକ କରେଣ୍ଟ, ଯୋଉଟା କି ତୁମର ଓପିଏସସି ଓଏସ ରେ ପୂର୍ବ ବର୍ଷ ପଚାରିଥିଲା। ଦେଖ ପଚାରିନି ମୋଜାମ୍ବିକ କରେଣ୍ଟ ଇଣ୍ଡିଆନ ଓସେନ। ଠିକ ଅଛି, ବୁଝିପାରିଲ କେମିତି କୋଶ୍ଚିନ୍ ଦଉଛି? ତାହେଲେ ଇଣ୍ଡିଆନ ଓସେନ କ୍ଲିୟର ହେଲା। ଇଣ୍ଡିଆନ ଓସେନ କ୍ଲିୟର ହେଲା ପରେ ଏବେ ଆସିଲା ଯେ ତୁମର ଆଣ୍ଟାର୍କଟିକ କରେଣ୍ଟ। ଦେଖ ଆଣ୍ଟାର୍କଟିକ କରେଣ୍ଟ ବା ଆଣ୍ଟାର୍କଟିକ ଓସେନ ରେ ଯୋଉ କରେଣ୍ଟ ହଉଛି, ଆଣ୍ଟାର୍କଟିକ ଓସେନ ରେ ଦିଟା କରେଣ୍ଟ ଥାଏ। ଗୋଟେ ହଉଛି ସାଉଥ, ହଁ ସାଉଥ ସାଇଡ ରେ, ଆଉ ଗୋଟେ ହଉଛି ନର୍ଥ ଇକ୍ୱେଟୋରିଆଲ କରେଣ୍ଟ। ଆଗ ଆମେ ପଢିବା ସାଉଥ। ସାଉଥ ରେ କିଏ ରହୁଛି? ନା ବ୍ରାଜିଲ କରେଣ୍ଟ ରହିଲା। ଯେମିତି ହଉଛି ବେଙ୍ଗୁଲା କରେଣ୍ଟ ରହୁଛି। ତ ଏଗୁଡା ସବୁ କୋଉ ସାଇଡ ଇକ୍ୱେଟୋରିଆଲ କରେଣ୍ଟ ରହୁଛି। ଓକେ, ତ ଏମାନେ ରହୁଛନ୍ତି କୋଉ ସାଇଡରେ? ନା ସାଉଥ ସାଇଡ। ସେମିତି ତୁମକୁ ଏଠି ମନେ ରଖିବାକୁ ପଡିବ ଯେ ନର୍ଥ ସାଇଡ ରେ କୋଉଠି ରହୁଛନ୍ତି। ଓକେ, ନର୍ଥ ସାଇଡ ରେ କିଏ ରହୁଛନ୍ତି ଦେଖ। ଏଟା ହଉଛି ନର୍ଥ। ଓକେ, ଆଚ୍ଛା ସେମ ଫିଗର ହେଇଗଲା ନା। ଓକେ ଓକେ ଓକେ, ଦେଖନ୍ତୁ ମୁଁ ପିଡିଏଫ ତମମାନଙ୍କୁ ଦେବି, ତାହେଲେ ସେ ଫିଗର ଟା ଚେଞ୍ଜ କରିଦେବି। ମୋର ଦିଟାକ ଫିଗର ସେମ କରିଦେଇଛି। ବୁଝା ପଡିଲା? ବାସ୍ ଏତିକି ତମକୁ ବୁଝିପାରିବ ତ ସମସ୍ତେ ଯେ କୋଶ୍ଚିନ୍ କେମିତି ଆସୁଛି, କୋଉ ସାଇଡରେ କୋଉ କରେଣ୍ଟ ଅଛି, କୋଉ ସାଇଡରେ କୋଉ କରେଣ୍ଟ ଅଛି, ପୁରା କ୍ଲିୟର। ଓକେ, ଇଏ ଥିଲା ପ୍ରିଭିୟସ ଇୟର କୋଶ୍ଚିନ୍। ତ ଆକୁ ନେଇକି ଗୋଟେ ସର୍ଟ ଯେତିକି ତମକୁ ମୁଁ ବୁଝେଇଲି, ଠିକ ଅଛି, ଯେମିତି କାଲିଫର୍ଣ୍ଣିଆ କରେଣ୍ଟ ଆଉ ଡେସ୍କ୍ରିପସନ ମୁଁ କରିଦେଇଛି। କାଲିଫର୍ଣ୍ଣିଆ କରେଣ୍ଟ ନର୍ଥ ଆମେ ଯେତେବେଳେ ରହୁଛି ନର୍ଥ ପ୍ୟାସିଫିକ ଓସେନ ରେ ରହୁଛି। ତ ଏମିତି ସବୁ ପ୍ରକାର କରେଣ୍ଟ ବିଷୟରେ ମୁଁ ତୁମମାନଙ୍କୁ ଏକ୍ସପ୍ଲେନ କରିଛି। ତ ୟୁପିଏସସି ରେ ଆସୁଥିବା କୋଶ୍ଚିନ୍ ଟା ଦେଖିବ କୋଉ ଭଳି ୟୁପିଏସସି ରେ ତୁମମାନଙ୍କୁ ପଚାରୁଛି। ଏବେ ଦେଖ ୟୁପିଏସସି ରେ କୋଶ୍ଚିନ୍ କେମିତି ପଚାରିଥିଲା, ଯାହା ତୁମକୁ ପଢେଇଲି ଠିକ ସେଇ ଜିନିଷ ରହୁଛି। ଆଚ୍ଛା ଆଚ୍ଛା, ଦେଖ କୋଶ୍ଚିନ୍ ନମ୍ବର ୱାନ୍, କିଏ ଠିକ ହବ? କିଏ ଠିକ ହବ? So consider the following fact, which of the above factor influence the ocean current? ମାନେ ଆଙ୍କ ଭିତରୁ କିଏ ocean current ପାଇଥାଏ? କେବଳ ଏମାନଙ୍କର ରିଭଲ୍ୟୁସନ ଅଫ ଆର୍ଥ କୁ ଛାଡିଲା ପରେ ବାକି ସମସ୍ତେ ocean current ପାଇଁ ଥାଏ। ଏୟାର ପ୍ରେସର ରହିଲା, ରୋଟେସନ ଅଫ ଆର୍ଥ ରହିଲା, ଓକେ, ରିଭଲ୍ୟୁସନ ଅଫ ଆର୍ଥ କୁ ଛାଡି ବାକି ସବୁ ଅଛି। ଯୋଉଟା କି ତମକୁ କୋଶ୍ଚିନ୍ ଆସିଲା ତୁମେ ଏଇଠି ବୁଝିଗଲ। ଆଚ୍ଛା, ତାପରେ ଆସିଲା କଣ ନେକ୍ସଟ କୋଶ୍ଚିନ୍? ଆଚ୍ଛା, which of the statement is correct? ଆଗ ହଉଛି କୋଉ statement ଟା correct? ସମସ୍ତ statement correct ଅଛି। ଏଟା ସବୁ ରିଡିଂ ମାରିଦବ। ବାସ୍ ଏତିକି ହଉଛି ୟୁପିଏସସି ତମମାନଙ୍କୁ ଏ ଦିଟା କୋଶ୍ଚିନ୍ ଦେଇଥିଲା, ଆଉ ଓପିଏସସି ରେ ଆମର କୋଉ ଟାଇପ ର କୋଶ୍ଚିନ୍ ଦେଇଥିଲା, ଏଇ ଟାଇପ ର କୋଶ୍ଚିନ୍ ଦେଇଥିଲା। ବୁଝା ପଡିଲା? ତ ଏଇ ଯୋଉ ତମକୁ ଯୋଉ କ୍ଲାସ ତମକୁ ପଢେଇଲି, ଆର ପିଡିଏଫ ଟା ତମକୁ ମୁଁ ଦେଇଦେବି ଆପ୍ଲିକେସନ ରେ, ଯୋଉଟା ତମକୁ ପଢଉଥିଲି। ତ ଆଜିର କ୍ଲାସ ପରେ ସମସ୍ତେ ଓସେନ କରେଣ୍ଟ ଆଉ ମନସୁନ ଆଉ ନେଇକି ଯାହା ବି କିଛି ଡାଉଟ ଥିଲା ପୁରା କ୍ଲିୟର। ଆକୁ ନେଇକି କୋଶ୍ଚିନ୍ କେମିତି ଆସିବ, ମୁଁ ଇମିଡିଏଟଲି 1 ଆୱାର ଭିତରେ ଅପଲୋଡ କରିଦେବି। ପୁରା କ୍ଲିୟର?
ହଁ 24 ବ୍ୟାଚରେ ରାପିଡ ଫାୟାର ଏଟା ଅପଲୋଡ କରିବେ ଆଜି। ଓକେ ଥ୍ୟାଙ୍କ ୟୁ। ନେକ୍ସଟ କ୍ଲାସ ଆଜି ଆଉ କିଛି ରଖୁନି, ଯାହା ତୁମକୁ ଆଜି ରିଭିଜନ ପାଇଁ ଦିଆଯାଇଥିଲା ଟାଇମଲି ତମେ ସେଟାକୁ ରିଭିଜନ କରିଦିଅ। ବାକି ରହିଲା କାଲି ତୁମମାନଙ୍କୁ ନେକ୍ସଟ କ୍ଲାସର ସିଡ୍ୟୁଲଟା ଦେବି।